ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ ଦଉଛି, ଆପଣଙ୍କୁ ଆହ୍ୱାନ ଦଉଛି। ଆଜି ଭୁବନେଶ୍ୱରରେ ଆପଣ 100 ଲୋକଙ୍କୁ ପଚାରେ ଦିଲ୍ଲୀରେ କେନ୍ଦ୍ର ସରକାର ବଜେଟ୍ ପ୍ଲେସ୍ କରୁଛନ୍ତି, 10 ଭାଗରୁ ଅଧିକା ଲୋକ କହିଦେବେ ମୁଁ ସବୁଦିନ ବି ଓହରିଯିବି ରାଜନୀତିରୁ। କହୁଛି ଗୋଟେ ଗତାନୁଗତିକ ଚିରାଚରିତ ବଜେଟ୍, କେବଳ ହାଇ ସାଉଣ୍ଡିଂ ୱାର୍ଡସ୍ ଲାଗିବ, ମାନେ ଶବ୍ଦ ବିନ୍ୟାସ ହବ ଏବଂ ସେ ଶବ୍ଦ ବିନ୍ୟାସରେ ଚାଲିବ। ମୁଁ ଆପଣଙ୍କୁ ଗୋଟେ ଛୋଟିଆ କଥା ପଚାରିବାକୁ ଚାହେଁ, ସାଧାରଣ ଲୋକଙ୍କର ପର୍ଚେଜିଂ କାପାସିଟି ବଢ଼ିଲାଣି, କ୍ରୟ ଶକ୍ତି ବଢ଼ିଲାଣି? ଭାରତ ବର୍ଷର ସବୁ ଲୋକ ସନ୍ତୁଳିତ ଖାଦ୍ୟ ପାଉଛନ୍ତି, ବାଲାନ୍ସ ଡାଏଟ୍ ପାଉଛନ୍ତି, ସମସ୍ତଙ୍କର ଲିଭିଂ ଷ୍ଟାଣ୍ଡାର୍ଡ ବଢୁଛି। କିଛି ପରିବାର କିଛି ଲୋକଙ୍କର ଉନ୍ନତି ବହୁତ ଜୋର ହଉଛି, 80-90 ଭାଗ ଲୋକଙ୍କର ଉନ୍ନତି ଠପ୍ ହେଇ ରହିଛି। ଆପଣ ଏଇ ଯୋଉ ସିଜନରେ ବର୍ତ୍ତମାନ ଝିଅ ବାହାଘର ପୁଅ ବାହାଘର ହବ, ସୁନା ଟିକେ ଦେବେ, ତାର ରେଟ୍ କେତେ ଅଛି? ସାଧାରଣ ଲୋକ ଜିଲା ଭଳିଆ କଥା ବ୍ୟବସ୍ଥା କଣ ଅଛି, କଣ ପଦକ୍ଷେପ ଅଛି? ମୁଁ ସମସ୍ତଙ୍କୁ ପ୍ରଶ୍ନ ପଚାରିବାକୁ ଚାହେଁ। ଆଜି ଦିଲ୍ଲୀରେ ବଜେଟ୍ ପ୍ଲେସ୍ କରାଯାଉଛି, ପଢାଯାଉଛି। ଭାରତ ବର୍ଷର 80-ରୁ 90 ଭାଗ ଲୋକ ଜାଣନ୍ତି ନାହିଁ ବଜେଟ୍ କୋଉ ଦିନ ପ୍ଲେସ୍ ହୁଏ, କଣ ବଜେଟ୍ ହୁଏ, କାହିଁକି ହୁଏ, କୋଉଥିପାଇଁ ହୁଏ। এই হচ্ছে ভারত বর্ষর দুর্ভাগ্য। অর্থাৎ ভারত বর্ষর জনগণଙ୍କ ভিতরে বর্তমান সুদ্ধা সচেতনতা ନାହିଁ বা যেতে সব বিগত সরকার যাইଛନ୍ତି সচেতনতা সৃষ্টি করিবারে ব্যর্থ হইଛନ୍ତି। বজেট সাথে সিধা সড়ক সাধারণ জনতাଙ୍କର যদিবা টোটাল লিঙ্ক রহিবা কথা, কিন্তু বজেট সম্পর্কে ধ্যান ନାହିଁ କି জ্ঞାନ ନାହିଁ କି ଧାରଣା ନାହିଁ। ଏମାନେ ବଜେଟ ପଢିବେ, କିଛି ଇଣ୍ଟେଲେକ୍ଚୁଆଲ ଭିତରେ ତାଙ୍କ ଦଳ ଭିତରେ ସେମାନେ ଖୁସି ହେବେ, ତାପରେ ଯିବେ। ଆଉ ଯୋଉ ଖଣିଜ ପଦାର୍ଥର କଥା କହିଲେ, ତାଙ୍କର ସୁଦୂର ପ୍ରସାରୀ ଲକ୍ଷ୍ୟ ଅଛି ଯେ ଯୋଉ ରତ୍ନଗର୍ଭା ଖଣି ଖାଦାନ ଭରପୁର ଓଡ଼ିଶା ଏବଂ ଆଉ ଯୋଉ କିଛି ଜିଲ୍ଲା ରାଜ୍ୟକୁ ନେଇ କରୁଛନ୍ତି, ତାଙ୍କର ଉଦ୍ଦେଶ୍ୟ ଭିନ୍ନ। ତାହା ପରବର୍ତ୍ତୀ ସମୟରେ ବିସ୍ତୃତ ତଥ୍ୟ ଦିଆଯିବ। ସାଧାରଣ ଲୋକଙ୍କୁ ବଜେଟ୍ ପ୍ରତିଫଳିତ କରିବ ଲାଗୁଛି? ସାଧାରଣ ଲୋକ ବଜେଟ୍ ସମ୍ପର୍କରେ ଜାଣନ୍ତି ନାହିଁ। ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ ଦଉଛି, ଆପଣଙ୍କୁ ଆହ୍ୱାନ ଦଉଛି। ଆଜି ଭୁବନେଶ୍ୱରରେ ଆପଣ 100 ଲୋକଙ୍କୁ ପଚାରେ ଦିଲ୍ଲୀରେ କେନ୍ଦ୍ର ସରକାର ବଜେଟ୍ ପ୍ଲେସ୍ କରୁଛନ୍ତି, ଯଦି 80-90 ଭାଗ ଲୋକ 10 ଭାଗରୁ ଅଧିକା ଲୋକ କହିଦେବେ ମୁଁ ସବୁଦିନ ବି ଓହରିଯିବି ରାଜନୀତିରୁ।